হরে কৃষ্ণ হরি বল। জয় ଜଗନ୍ନାଥ। ଗୀତା କାହାକୁ କୁହନ୍ତି? ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହି ଗୀତା ଶୁଣାଇଥିଲେ। ଯେତେବେଳେ ଅର୍ଜୁନଙ୍କ ମନରେ ମୋହ ଜାତ ହୋଇଥିଲା, କାରଣ ବନ୍ଧୁବର୍ଗ ସମସ୍ତଙ୍କୁ ଦେଖି ସିଏ ଯୁଦ୍ଧ କରିବେ କ'ଣ ଭାଙ୍ଗି ପଡ଼ିଥିଲେ। ତାଙ୍କର ଯେଉଁ ମୋହ ଜାତ ହୋଇଥିଲା, ସେଇ ମୋହକୁ ଭାଙ୍ଗିବା ପାଇଁ ବା ଦୂର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ସେ ଯୁଦ୍ଧକ୍ଷେତ୍ର ମଧ୍ୟରେ ଏହି ଗୀତାକୁ ଗାନ କରିଥିଲେ, ଯାହାକି ଅର୍ଜୁନଙ୍କୁ ମାଧ୍ୟମ କରିକି ସାରା ଜଗତର ମଙ୍ଗଳ ଉଦ୍ଦେଶ୍ୟରେ ଏହି ଗୀତାକୁ ସେ ଗାନ କରିଥିଲେ। ଗୀତାର ମହାତ୍ମା କ'ଣ? ମହାତ୍ମା ହେଲେ ଗୀତାର ମହତ୍ଵ। ଗୀତାର ମହାତ୍ମାରେ ଆମର 7ଟି ଶ୍ଲୋକ ଅଛି। ପ୍ରଥମ ଶ୍ଲୋକ ମୁଁ ଆପଣମାନଙ୍କୁ କହୁଛି। ଗୀତା ଶାସ୍ତ୍ରଂ ଇଦଂ ପୁଣ୍ୟଂ ଯଃ ପଠେତ୍ ପ୍ରଜତଃ ପୁମାନ୍ ବିଷ୍ଣୋଃ ପଦଂ ଅବାପ୍ନୋତି ଭୟଶୋକାଦିବର୍ଜିତଃ। ଗୀତାକୁ ଯିଏ ଠିକ୍ ଭାବରେ ପଢ଼ି ବୁଝି ଅନୁସରଣ କରେ, ତାର ଜୀବନରେ ଦୁଃଖ ଶୋକ ଭୟ ସବୁ ଆପେ ଦୂରେଇ ଯାଏ ଏବଂ ତାର ଭବିଷ୍ୟତ ଜୀବନ ଦିବ୍ୟ ଏବଂ ଭକ୍ତିମୟ ହୋଇଯିବ। ଜୟ ଜଗନ୍ନାଥ। ମୁଁ ଆପଣମାନଙ୍କୁ ଏ ଗୀତା ମହାତ୍ମାର ଦ୍ୱିତୀୟ ଶ୍ଲୋକ ପରବର୍ତ୍ତୀ ଅଧ୍ୟାୟରେ କହିବି। ରାଧେ ରାଧେ।